ଓଂ ସାଇନାଥାୟ ନମଃ। ଆଉ ଗୋଟେ ନୂଆ ଭିଡ଼ିଓ ସାଇ ବିଶ୍ୱାସ ଚ୍ୟାନେଲରେ ଆଣି ଆସିଅଛି। ଆପଣମାନେ ସମସ୍ତେ ସାଇଙ୍କ କୃପାରୁ ଭଲରେ ଥିବେ। ମୁଁ ବି ଭଲରେ ଅଛି। ଆଜି ବିଷୟବସ୍ତୁ ହେଲା ସାଇବାବା କିପରି ସର୍ପ କବଳରୁ ରକ୍ଷା ପାଇଲେ। ଆମେ ସେ ବିଷୟରେ ଆଜି ଆଲୋଚନା କରିବା। ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ସାପ ମାରିବା ପ୍ରସଙ୍ଗ ହେଉଛି ବାବାଙ୍କର ପରାମର୍ଶ। ସେଇ ବାବାଙ୍କର କିପରି ଧ୍ୟାନ କରିବା, ସେଇ ସର୍ବଶକ୍ତିମାନଙ୍କ ମହିମା ଅପାର, ଯାହା ବର୍ଣ୍ଣନା କରିବାକୁ ଧ୍ୟାନ କରିବା। ବେଦ ଏବଂ ସମାନ ସହ ଶେଷନାୟକ ମଧ୍ୟ ନିଜର ଅକ୍ଷମତା ପ୍ରକାଶ କରନ୍ତି। ଭକ୍ତମାନଙ୍କର ରୁଚି ସ୍ୱରୂପ ବର୍ଣ୍ଣନାରେ ନଥାଏ। ସେମାନଙ୍କର ଦୃଢ଼ ଧାରଣା ସେ କେବଳ ସାଇଙ୍କର ଶ୍ରୀଚରଣରେ ହିଁ ଆନନ୍ଦ ପ୍ରାପ୍ତି ସମ୍ଭବ। ତାଙ୍କ ଚରଣ କମଳରେ ଧ୍ୟାନ ବ୍ୟତୀତ ତାଙ୍କ ଜୀବନରେ ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତି କରିବା ନିମନ୍ତେ ଅନ୍ୟ ମାର୍ଗ ନାହିଁ। ହିମାଳପଥ ଭକ୍ତି ଏବଂ ଧ୍ୟାନର ଏକ ସରଳ ମାର୍ଗ ଏଠାରେ ବର୍ଣ୍ଣନା କରିଛନ୍ତି। ତାହା ହେଉଛି କୃଷ୍ଣପକ୍ଷ ଆରମ୍ଭ ହେବା ପରେ ଚନ୍ଦ୍ରକଳା ଦିନକୁ ଦିନ କ୍ଷୟ ହେବାକୁ ଲାଗେ ତଥା ତାହାର ପ୍ରକାଶ ମଧ୍ୟ କ୍ରମଶଃ କ୍ଷୀଣ ହୋଇଯାଏ ଏବଂ ଶେଷରେ ଅମାବାସ୍ୟା ଦିନ ଚନ୍ଦ୍ରମା ପୂର୍ଣ୍ଣ ବିଲନ ହୋଇଯିବା ଯୋଗୁଁ ଚତୁର୍ଦିଗରେ ଅମାବାସ୍ୟା ଅନ୍ଧକାର ଘୋଟିଯାଏ। କିନ୍ତୁ ଯେତେବେଳେ ଶୁକ୍ଳପକ୍ଷ ଆରମ୍ଭ ହୁଏ, ଲୋକେ ଚନ୍ଦ୍ର ଦର୍ଶନ ନିମିତ୍ତ ଅତି ଉତ୍ସୁକତା ପ୍ରଦର୍ଶନ କରନ୍ତି। ଦ୍ୱିତୀୟ ଦିନ ଯେହେତୁ ଚନ୍ଦ୍ର ଅଧିକ ସ୍ପଷ୍ଟ ଦେଖାଯାଆନ୍ତି ନାହିଁ, ଲୋକେ ବୃକ୍ଷର ଦୁଇଟି ଶାଖା ମଧ୍ୟ ଦେଇ ଚନ୍ଦ୍ର ଦର୍ଶନ କରନ୍ତି। ଉତ୍ସୁକତା ଏବଂ ଧ୍ୟାନ ସହକାରେ ଦେଖିବାକୁ ଗଲେ ଏହିପରି ପ୍ରୟାସ କରିବା ବେଳେ ଯୋଜନା ଦୂରରେ ଥିବା ଚନ୍ଦ୍ରର କ୍ଷୀଣରେଖ ଯେତେବେଳେ ଦୃଷ୍ଟିଗୋଚର ହୁଏ, ମନ ଆନନ୍ଦରେ ପ୍ରଫୁଲ୍ଲିତ ହୋଇଉଠେ। କିନ୍ତୁ ଏହି ବିଚାରରେ ଆମେ ବାବାଙ୍କର ଶ୍ରୀପୟର ଦର୍ଶନର ପ୍ରୟାସ କରିବା ଆବଶ୍ୟକ। ବାବାଙ୍କ ଚିତ୍ରକୁ ଦେଖନ୍ତୁ, କେତେ ସୁନ୍ଦର। କାମଧେନୁ ଉପରେ ଦକ୍ଷିଣାତୁ ନ୍ୟସ୍ତ କରି ଊର୍ଦ୍ଧ୍ୱମୁଖ ହୋଇ ଏକ ପ୍ରସ୍ତର ଖଣ୍ଡ ଉପରେ ଯଶୋଦୀପ୍ତ ମୁଦ୍ରାରେ ଅସୀନ ହୋଇଛନ୍ତି। ବାମ ହସ୍ତରେ ଆଙ୍ଗୁଳିମାନ, ଡାହାଣ ପାଦ ଉପରେ ରହିଛି ଡାହାଣ ଗୋଡ଼ର ଆଙ୍ଗୁଳି ଉପରେ ବୃକ୍ଷର କାଳ ଓ ଶାଖା ପରି ତର୍ଜନୀ ଓ ମଧ୍ୟମ ଆଙ୍ଗୁଳି ପ୍ରଶାସିତ ହୋଇଛି। ଏହି ଆକୃତି ଦ୍ୱାରା ବାବା କହୁଛନ୍ତି କି, ଯଦି ତୁମେ ମୋର ଆଧ୍ୟାତ୍ମିକ ଦର୍ଶନ କରିବାକୁ ଇଚ୍ଛୁକ, ତାହେଲେ ଅଭିମାନ ଶୂନ୍ୟ ହୋଇ ଏବଂ ବିନମ୍ର ହୋଇ ତଦ୍ୱାରା ତୁମେ ସେହି ସତ୍ୟ ସ୍ୱରୂପ ଦର୍ଶନ କରିବାରେ ସଫଳ ହୋଇପାରିବେ। ଭକ୍ତି ପ୍ରାପ୍ତି ଏହା ସବୁଠାରୁ ସୁଗମ ପନ୍ଥା ଅଟେ। ଏବେ ଶ୍ରୀ ସାଇବାବାଙ୍କ ଭାବନା ଆଲୋକର କରିବା। ସାଇବାବା ନିବାସ ଦ୍ୱାରା ଶିରିଡ଼ି ମହାନ ତୀର୍ଥସ୍ଥାନରେ ପରିଣତ ହେଲା। ଚତୁର୍ଦିଗରୁ ଲୋକଙ୍କର ଭିଡ଼ ଦିନକୁ ଦିନ ବଢ଼ିବାକୁ ଲାଗିଲା ତଥା କି ଧନୀ କି ଗରିବ ସମସ୍ତେ କୌଣସି ନା କୌଣସି ପ୍ରକାର ଉପକୃତ ହେବାରେ ଲାଗିଲେ। ବାବାଙ୍କର ଅସୀମ ପ୍ରେମ, ତାଙ୍କର ଅଦ୍ଭୁତ ଜ୍ଞାନ ଭଣ୍ଡାର ଏବଂ ସର୍ବବ୍ୟାପକତାର ବର୍ଣ୍ଣନା କରିବାରେ କାହାର ସାମର୍ଥ୍ୟ ଅଛି? ଯେ କିଛି ଅନୁଭବ ଲାଭ କରିପାରିଛନ୍ତି ତ ତାର ଜୀବନ ବାସ୍ତବରେ ଧନ୍ୟ। କେବେ କେବେ ସେ ବ୍ରହ୍ମର ନିମଗ୍ନ ପରିବାର ଆଣୁଛି ଦୀର୍ଘକାଳର ମନୋବତ ଧାରଣ। ଭକ୍ତମାନଙ୍କ ଗହଣରେ ବସୁଥିଲେ, କେତେବେଳେ ଦୃଷ୍ଟାନ୍ତ ଦେଉଥିଲେ ତ କେତେବେଳେ ହାସ୍ୟ ବିନୋଦ କରୁଥିଲେ, କେତେବେଳେ ସରଳ ଚିତ୍ତରେ ରହୁଥିଲେ ତ କେତେବେଳେ ବୃଦ୍ଧ କ୍ରୋଧ ହୋଇ ଉଠୁଥିଲେ। ତାଙ୍କର ମୁଖମଣ୍ଡଳ ଦର୍ଶନ ବାର୍ତ୍ତାଳାପରେ ଲୀଳା ଶ୍ରବଣ କରିବାରେ ଭକ୍ତମାନଙ୍କର ଇଚ୍ଛା ସର୍ବଦା ଅତୃପ୍ତ ରହିଥିଲା। ବର୍ଷା ଜଳରେ କଣିକା ଗୁଡ଼ିକର ଗଣନା କରାଯାଇପାରିବ, ବାୟୁକୁ ଚର୍ମଥଳିରେ ସଂରକ୍ଷିତ କରି ରଖାଯାଇପାରିବ, କିନ୍ତୁ ବାବାଙ୍କର ଲୀଳାର ଅନ୍ତ ମିଳିବ ନାହିଁ। ଏବେ ସେହି ଲୀଳା ଗୁଡ଼ିକ ମଧ୍ୟରୁ ଗୋଟିଏ ଏଠାରେ ଶ୍ରବଣ କରିବା। ଭକ୍ତମାନଙ୍କର ସଙ୍କଟ ଘଟିବା ପୂର୍ବରୁ ହିଁ ବାବା କିପରି ସେମାନଙ୍କର ରକ୍ଷା କରୁଥିଲେ। ସର୍ଦ୍ଦାର କାଳାସାହେବଙ୍କର ସୁପୁତ୍ର ତଥା କୋପର ଗାଁର ମାମଲତକାର ବାଲ ସାହେବ ମିରକରୀ ଥରେ ତିତିଲି ଗସ୍ତରେ ଯାଉଥିଲେ। ବାବା ବାଟରେ ଶ୍ରୀ ସାଇବାବା ଦର୍ଶନ ନିମିତ୍ତ ଶିରିଡ଼ି ଆସିଲେ। ମସଜିଦକୁ ଯାଇ ବାବାଙ୍କର ଚରଣ ବନ୍ଦନା କଲେ ଏବଂ ବିରାଜିତ ଶୈଳରେ ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କଲେ। ବାବା ତାଙ୍କୁ ସ୍ପଷ୍ଟ ଭାବରେ କହିଲେ, ତୁମେ ଯେଉଁଠାରେ ବସିଛ ସେଠାରେ ଦ୍ୱାରିକାମୟୀ ଅଛି। ତାର କୋଳରେ ଯିଏ ଆଶ୍ରୟ ନିଏ, ସିଏ ସେମାନଙ୍କର ସମସ୍ତ ଦୁଃଖ
ଏବଂ କଷ୍ଟ ଦୂର କରିଦିଏ। ଏହି ମସିଦି ମାଇ ପରମ ଦୟାଳୁ ଅଟେ। ସରଳ ହୃଦୟର ଭକ୍ତମାନେ ତ ସେ ମାତା ଏବଂ ସଙ୍କଟ ସମୟରେ ସେମାନଙ୍କର ନିଶ୍ଚୟ ରକ୍ଷା କରିବେ। ଯିଏ ଥରେ ତା କୋଳରେ ବସିଛି ନା, ତାହାର ସମସ୍ତ କଷ୍ଟ ଦୂର ହୋଇଯିବ। ଯିଏ ତାହାର ଛାତ୍ର ଛାୟାରେ ବିଶ୍ରାମ କରେ ନା, ତାହାକୁ ଆନନ୍ଦ ସୁଖ ପ୍ରାପ୍ତି ଦିଏ। ଉଦି ଦେଇ ବାବା ତାଙ୍କର ଜବରଦସ୍ତ ତାଙ୍କର ମସ୍ତକ ଉପରେ ରଖି ଆଶୀର୍ବାଦ କରେ। ଉଦି ମାନେ ଏଠି କୁହାଯାଇଛି ବିଭୂତିକୁ ଉଦି କହିଛନ୍ତି ବାବା। ଏହାପରେ ବାଲ ସାହେବ ବିଦାୟ ନେବା ନିମନ୍ତେ ଉଦ୍ୟତ ହୁଅନ୍ତି। ବାବା କହିଲେ, ଲମ୍ବା ବାବା ଅର୍ଥାତ୍ ସର୍ପକୁ ଜାଣିଛ? ନିଜର ବାମ ମୁଠି ବନ୍ଦ କରି ତାହାକୁ ଡାହାଣ ହାତରେ କହୁଣି ପର୍ଯ୍ୟନ୍ତ ନେଇ ଡାହାଣ ହାତକୁ ସାପ ସଦୃଶକୁ ହଲାଇ କହିଲେ, ସିଏ ଭୟଙ୍କର। କିନ୍ତୁ ଦ୍ୱାରିକାମୟରେ ଲାଲମାନଙ୍କର ସିଏ କ'ଣ କରିପାରେ? ଯେତେବେଳେ ସ୍ୱୟଂ ଦ୍ୱାରିକାମୟୀ ସେମାନଙ୍କର ରକ୍ଷା କରନ୍ତି, ସାପ ବା ସାମର୍ଥ୍ୟ କିଏ ବା କରିବ? କେବଳ ଉପସ୍ଥିତ ଲୋକ ଏହାର ଅର୍ଥ ତଥା ମିରିକରଙ୍କୁ ଏ ପ୍ରକାର ବେତାଳ ଅବସ୍ଥାରେ କାରଣ ଜାଣିବାକୁ ଚାହୁଁଥିଲେ, କିନ୍ତୁ ପଚାରିବାକୁ କାହାର ସାହସ ନଥିଲା। ବାବା ଶ୍ୟାମକୁ ଡାକି ବାଲ ସାହେବଙ୍କ ସହ ବିତଲ ଯିବାକୁ ନିର୍ଦ୍ଦେଶ ଦେଲେ। ଶ୍ୟାମ ବାବାଙ୍କ ଆଦେଶ ବାଲ ସାହେବଙ୍କୁ ଜଣାଇଲେ, କିନ୍ତୁ ବାଲ ସାହେବ ଏଥିରେ ଆଗ୍ରହ ପ୍ରକାଶ ନ କରି ନିଜେ ଫେରିଯିବେ ବୋଲି କହିଲେ। ଲାଲା ସାହେବଙ୍କର ମତ ଶ୍ୟାମ ବାବାଙ୍କ ପାଖରୁ ଯାଇ ଜଣାଇଲେ। ବାବା କହିଲେ, ଠିକ୍ ଅଛି, ଉଚିତ ଅର୍ଥ ଗ୍ରହଣ କରି ସର୍ବଦା ଭଲ କାର୍ଯ୍ୟ କରିବା। ଯାହା ହେବାର ଥିବ ତାହା ତ ନିଶ୍ଚୟ ହେବ। ବାଲ ସାହେବ ପୁନର୍ବାର ଚିନ୍ତା କରି ବାବାଙ୍କ ପ୍ରସ୍ତାବ ସ୍ୱୀକାର କଲେ। ଶ୍ୟାମକୁ ତାଙ୍କ ସହ ଯିବା ପାଇଁ କହିଲେ। ସୀମା ପୁଣି ବାବାଙ୍କଠାରୁ ଅନୁମତି ଆଣିବା ପାଇଁ ଗଲା ଓ ଆଦେଶ ମିଳିବା ପରେ ବାଲ ସାହେବ ସହିତ ଟାଙ୍ଗାରେ ବସି ଯାତ୍ରା କଲେ। ରାତି 9ଟାରେ ସେମାନେ ସିତିଲିରେ ପହଞ୍ଚିଲେ ଓ ମାରୁତି ମନ୍ଦିରକୁ ଯାଇ ସେଠାରେ ରହିଲେ। ଅଫିସର କର୍ମଚାରୀମାନେ ଆହୁରି ଆସିନଥିଲେ। ଏହି କାରଣରୁ ସେମାନେ ପରସ୍ପର ଆଳାପ ଆଲୋଚନାରେ ସମୟ ଅତିବାହିତ କଲେ। ବାଲ ସାହେବ ଏକ ଚଟେଇ ଉପରେ ବସି ଖବରକାଗଜ ପଢ଼ୁଥିଲେ। ତାଙ୍କର ଉପରାଣ ଦେହରେ ପଳାଇବା ମନ୍ଦିର ଗୋଟିଏ ଭାଗ ଅଣ୍ଟାରେ ଗୁଡ଼ାଇ ହୋଇଥିଲା, ଆଉ ଗୋଟିଏ ଭାଗ ଚଟେଇ ଉପରେ ଥିଲା। କେଉଁଠି ଗୋଟିଏ ସାପ ଆସି ତାହା ଉପରେ ବସିଗଲା। ସେପଟେ କାହାର ଧ୍ୟାନ ଥିଲା। ତେବେ ଅନ୍ଧାରେ ସି ସି କରି ସେ ଆଗକୁ ଯାଉଥିଲା। ଏହି ଶବ୍ଦ ଶୁଣି ଚପରାସୀ କିଛି ଅପଘଟନ ଆଶା କରି ଲଣ୍ଠନ ଧରି ଦୌଡ଼ି ଆସିଲା। ସାପଟିକୁ ଦେଖିବା ମାତ୍ରେ ସାପ ସାପ କହି ସେ ଉଚ୍ଚ ସ୍ୱରରେ ଚିତ୍କାର କଲେ। ବାଲ ସାହେବ ଭୟରେ ଥରିବାକୁ ଲାଗିଲେ। ଶ୍ୟାମା ମଧ୍ୟ ଏକ ରକ୍ତ ଭଲି ପାଲଟିଗଲା। ବଡ଼ କୌଶଳର ସହିତ ସେ ତଥା ଅନ୍ୟ ବ୍ୟକ୍ତିମାନେ ଧୀରେ ଧୀରେ ପଛ ହଟି ଆସିଲେ। ତାପରେ ସମସ୍ତେ ମିଶି ସାପଟିକୁ ପିଟି ମାରିଦେଲେ। ସେହି ସଙ୍କଟରେ ବାବା ଭବିଷ୍ୟବାଣୀ କହିଥିଲେ ତାହା ଚଳିଗଲା ଏବଂ ସାହି ଚରଣରେ ବାଲ ସାହେବଙ୍କର ପ୍ରେମ ଦୃଢ଼ବତୀ ହେଲା। ବାବୁ ସାହେବଙ୍କ ବୁଟି ଦିନେ ଜଣେ ବିଶିଷ୍ଟ ଜ୍ୟୋତିଷ ନାନା ସାହେବ ଡେଙ୍ଗରେ ବାବୁ ସାହେବଙ୍କ ଚୁଟିକୁ ଶିରିଡ଼ିରେ ରହୁଥିଲେ। କହିଲେ, ଆଜି ଦିନଟି ତୁମ ପାଇଁ ଅତ୍ୟନ୍ତ ଅଶୁଭ। ତୁମର ଜୀବନ ପ୍ରତି ବିପଦ ରହିଛି। ଏ କଥା ଶୁଣି ବାବୁ ସାହେବ ବଡ଼ ବ୍ୟସ୍ତ ହୋଇ ପଡ଼ିଲେ। ମୋର ଆଜି କ'ଣ ଦିନଟା ବିପଦମୟ? ସବୁଦିନ ପରି ଯେତେବେଳେ ବାବାଙ୍କର ଦର୍ଶନ କରିବାକୁ ଗଲେ, ବାବା ତାଙ୍କୁ ଦେଖି କହିଲେ ଯେ, ନାନା କ'ଣ କହୁଛନ୍ତି? ସେ ତୁମକୁ ମୃତ୍ୟୁର ଭବିଷ୍ୟତବାଣୀ କହୁଛନ୍ତି। ଲୟ ଭୟ କରିବାର କୌଣସି କାରଣ ନାହିଁ। ତାକୁ ଦୃଢ଼ତାର ସହ କରିଦିଅ କି ଭଲ କରି ଦେଖ କାଳ ମୋତେ କିପରି ଅପହରଣ କରୁଛି। ଯେତେବେଳେ ସନ୍ଧ୍ୟା ସମୟ ଉପଗତ ହେଲା, ବାପୁ ଶୌଚାଳୟକୁ ଯିବା ମାତ୍ରେ ଏକ ସାପ ଦେଖିଲେ। ତାଙ୍କର ଭୃତ୍ୟ ମଧ୍ୟ ସାପଟିକୁ ଦେଖିଲା ଏବଂ ତାଙ୍କୁ ମାରିବା ପାଇଁ ଗୋଟିଏ ପଥର ଉଠାଇଲେ। ବାପୁ ସାହେବ ଗୋଟିଏ ଲମ୍ବା ବାଡ଼ି ମଗାଇଲେ, କିନ୍ତୁ ବାଡ଼ି ଆସିବା ପୂର୍ବରୁ ହିଁ ସାପଟି ଚାଲିଗଲା ଏବଂ କୁଆଡ଼େ ଉଭା ହୋଇଗଲା। ବାବାଙ୍କର ଅଭୟପୂର୍ଣ୍ଣ ବାଣୀ ସେହି ସମୟରେ ବାପୁଙ୍କର ସ୍ମରଣ ହେଲା ଏବଂ ସେ ଆଶ୍ୱସ୍ତି ଲାଭ କଲେ। ଅମିରି ଶୁକ୍ଳାର
ଗ୍ରାମ ନିବାସୀ ଥିଲେ। ଏହି ଗ୍ରାମ କୋପର ଗାଁରେ ତାଲୁକର ଅନ୍ତର୍ଭୁକ୍ତ। ଜାତିରେ ସେ ଥିଲେ କଂସେଇ ଥିଲେ ଏବଂ ବାନ୍ଦ୍ରାରେ କମିଶନ ଏଜେଣ୍ଟ ରୂପେ କାର୍ଯ୍ୟ କରୁଥିଲେ। ଜଣାଶୁଣା ବ୍ୟକ୍ତିମାନଙ୍କ ମଧ୍ୟରେ ତାଙ୍କର ନାମ ଥିଲା। ଥରେ ସେ ବାତ ରୋଗରେ ପୀଡ଼ିତ ହେଲେ। ଯେତେବେଳେ କ୍ଷୁଧା ମନେ ପଡ଼ିଲେ ସେ କାମ ଧନ୍ଦା ଛାଡ଼ି ଶିରଡ଼ି ଆସିଲେ ଏବଂ ବାବାଙ୍କ ରୋଗରୁ ନିବୃତ୍ତି ନିମନ୍ତେ ପ୍ରାର୍ଥନା କଲେ। ବାବା ତାଙ୍କୁ ଚଭାଡ଼ିରେ ରହିବାକୁ ଅନୁମତି ଦେଲେ। ସେହି ସମୟରେ ଚଭାଡ଼ି ଏକ ଅସ୍ୱାସ୍ଥ୍ୟକର ସ୍ଥାନ ହୋଇଥିଲା। ଏହି ପ୍ରକାର ରୋଗୀମାନଙ୍କ ପାଇଁ ନିହାତି ଅନୁପଯୁକ୍ତ ଥିଲା। ଗାଁର ଅନ୍ୟ କୌଣସି ସ୍ଥାନ ତାଙ୍କ ପାଇଁ ଉତ୍ତମ ହୋଇନଥାନ୍ତା। କିନ୍ତୁ ବାବାଙ୍କର ବାଣୀ ତ ନ ଚୂଡ଼ାନ୍ତ ତଥା ମୁଖ୍ୟ ଔଷଧୀୟ ସ୍ୱରୂପ ଥିଲା। ବାବା ତାଙ୍କୁ ମସଜିଦ୍ ଆସିବାକୁ ଦେଲେ ନାହିଁ ଏବଂ ଚଭାଡ଼ିରେ ହିଁ ରହିବାକୁ କହିଲେ। ପ୍ରତିଦିନ ପ୍ରାନ୍ତ ଓ ସନ୍ଧ୍ୟା ସମୟରେ ବାବା ଚଭାଡ଼ି ଦେଇ ଯିବା ଆସିବା କରୁଥିଲେ ତଥା ଦିନେ ଛାଡ଼ି ଦିନେ ଶୋଭାଯାତ୍ରାରେ ଆସି ଚଭାଡ଼ି ଘରେ ପହଞ୍ଚୁଥିଲେ ଓ ସେଠାରେ ବିଶ୍ରାମ କରୁଥିଲେ। ଏହାଦ୍ୱାରା ଅମୀର ବାବାଙ୍କର ସାନ୍ନିଧ୍ୟ ଲାଭ କରୁଥିଲେ। ସେଠାରେ ସେ 9 ମାସ ରହିଲେ କିନ୍ତୁ କୌଣସି କାରଣରୁ ତାଙ୍କର ମନ ସେଠାରେ ତୁଟିଗଲା। ଏଣୁ ଦିନେ ଲୁଟି କୋପର ଗାଁ ପଳାଇ ସେଠାରେ ଏକ ଧର୍ମଶାଳାରେ ରହିଲେ। ଯେତେବେଳେ ଧର୍ମଶାଳାରେ ପହଞ୍ଚନ୍ତି ନା ଜଣେ ଫକୀରକୁ ମୁର୍ମୁଖ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କର ଶରୀର ଭୟରେ ଥରିବାକୁ ଲାଗିଲା। ଫକୀର ଜଣକ ବ୍ୟାକୁଳ ହୋଇ ପାଣି ଟୋପାଏ ମାଗୁଥିଲେ ଓ ଜୀବନ ସହିତ ଅନ୍ତିମ ସଂଗ୍ରାମ ଚଳାଉଥିଲେ। ଅମୀର ତାକୁ ପାଣି ଦେଲେ କିନ୍ତୁ ପାଣି ମୁନ୍ଦାକ ପାଟି ଭିତରକୁ ନେଇ ନେଉ ତାର ପ୍ରାଣବାୟୁ ଉଡ଼ିଗଲା। ଏହି ଘଟଣାରେ ଅମୀର କର୍ତ୍ତବ୍ୟମୂଢ଼ ହୋଇପଡ଼ିଲେ। ପୁଲିସ ଓ କର୍ତ୍ତୃପକ୍ଷ ଏହି ଖବର ଜଣାଇଲେ ବୋଲି ଭାବିଲେ କିନ୍ତୁ ଖବର ଦେଇଥିବା ଲୋକେ ହିଁ ଦୋଷୀ ବିବେଚିତ ହେବ ବୋଲି ସେ ମନସ୍କାମନା କଲେ। ପ୍ରପଞ୍ଚ ଓ ହଇରାଣରେ ଶିକାର ହେବା ମନେକରି ସେ ପର ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଲେ। ଏଣେ ବାବାଙ୍କ ବିନା ଆଦେଶରେ ଶିରଡ଼ି ଛାଡ଼ିଥିବାରୁ ତାଙ୍କ ମନରେ ନାନା ପଶ୍ଚାତ ହେଲା। ମନ ଭିତରେ ବାବାଙ୍କୁ କ୍ରମାଗତ ପ୍ରାର୍ଥନା କଲେ ଏବଂ ତୁରନ୍ତ ଶିରଡ଼ି ଫେରିଯିବା ସ୍ଥିର କରି ସେହି ରାତିରେ ବାବାଙ୍କ ନାମ ଜପି 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 ସିନ୍ଦୁର ଫାଟିବା ପୂର୍ବରୁ ଶିରଡ଼ି ପ୍ରତ୍ୟାବର୍ତ୍ତନ କଲେ। ବାବାଙ୍କର ସମ୍ମତି ଓ ଆଦେଶ ଅନୁସାରେ ପୁଣି ଚଭାଡ଼ିରେ ରହିଲେ ଏବଂ ରୋଗମୁକ୍ତ ହୋଇଗଲେ। ଥରେ ଅର୍ଦ୍ଧରାତ୍ରି ସମୟରେ ବାବା ଅଚାନକ ଓଁ ଅବଦୁଲ ବୋଲି ଚିତ୍କାର କରି କହିଲେ। ଦୁଷ୍ଟ ପ୍ରାଣୀ ତାଙ୍କ ବିଛଣା ଉପରେ ଚଢ଼ୁଥିବାର ସୂଚନା ଥିଲା। ଅଦ୍ଭୁତ ଲଣ୍ଠନ ନେଇ ବାବାଙ୍କର ବିଛଣା ଖୋଜାଖୋଜି କଲା କିନ୍ତୁ କେଉଁଠାରେ କିଛି ଦେଖାଗଲା ନାହିଁ। ବାବା ଧ୍ୟାନପୂର୍ବକ ଚାରିଆଡ଼େ ଭଲ କରି ଦେଖିବାକୁ କହିଲେ ଏବଂ ତାଙ୍କର ସଟକା ମଧ୍ୟ ଭୂମି ଉପରେ ପ୍ରହାର କଲା। ବାବାଙ୍କର ଏହି ଲୀଳା ଦେଖି ଅମୀର ଭାବିଲେ କି କୌଣସି ସାପ ଆସିଥିବାର ଆଶଙ୍କା ବୋଧହୁଏ ବାବାଙ୍କର ହୋଇଥିବ। ଦୀର୍ଘକାଳ ପର୍ଯ୍ୟନ୍ତ ବାବାଙ୍କର ସଂସ୍ପର୍ଶରେ ରହିବା ଯୋଗୁଁ ଅମୀର ବାବାଙ୍କର ବାଣୀ ଏବଂ ଆଚରଣରେ ଅର୍ଥ ବୁଝିବାକୁ ସକ୍ଷମ ହେଉଥିଲେ। ବିଛଣା ପାଖରେ କିଛି ଖସ୍ ଖସ୍ କରୁଥିବାରୁ ସେ ଦେଖିଲେ। ଅବଦୁଲଙ୍କଠାରୁ ବତି ନେଇ ଦେଖିବା ବେଳକୁ ସେଠାରେ ଗୋଟିଏ ସାପ କୁଣ୍ଡଳି କରି ବସିଥିଲା। ସାପଟି ଫଣା ହଲାଉଥିଲା। ତୁରନ୍ତ ତାଙ୍କୁ ମାରି ଦିଆଗଲା ଏବଂ ପ୍ରକାରେ ବାବା ସମୟୋପଯୋଗୀ ସୂଚନା ଦେଇ ଅମୀରଙ୍କ ପ୍ରାଣ ରକ୍ଷା କଲେ। ବାବାଙ୍କ ଅନୁସାରେ କାକା ସାହେବ ଦୀକ୍ଷିତ ଶ୍ରୀ ଏକନାଥ ମହାରାଜଙ୍କୁ ରଚିତ ଗ୍ରନ୍ଥ ଭାଗବତ ଓ ଭାବାର୍ଥ ରାମାୟଣରୁ ନିତ୍ୟ ପାରାୟଣ କରୁଥିଲେ। ଥରେ ସେ ରାମାୟଣ ପାଠ କରୁଥିବା ବେଳେ ହେମନ୍ତପନ୍ତ ମଧ୍ୟ ଶ୍ରୋତାଙ୍କ ଗହଣରେ ଉପସ୍ଥିତ ଥିଲେ। ମାତାଙ୍କ ଆଦେଶରେ ହନୁମାନ କିପରି ଶ୍ରୀରାମଙ୍କୁ ମହାନଗର ପରୀକ୍ଷା କଲେ ଏହି ପ୍ରସଙ୍ଗ ଚାଲିଥାଏ। ଶ୍ରୋତାର ମନ୍ତ୍ରଗୁଡ଼ିକ ହୋଇ ଶୁକ୍ଳପକ୍ଷ ହେମନ୍ତପନ୍ତ ମଧ୍ୟ ସେହିପରି ତନ୍ମୟ ଅବସ୍ଥାରେ ଥାଆନ୍ତି। ହଠାତ୍ କେଉଁଠି ଏକ ବିଛା ଆସି ତାଙ୍କ ଡାହାଣ କାନ୍ଧରେ ପଡ଼ିଲା। ହେମନ୍ତପନ୍ତ କିନ୍ତୁ ଏକାଗ୍ରତ ଚିତ୍ତରେ କଥା ଶୁଣୁଥିବା ଯୋଗୁଁ ତାହା ଜାଣିପାରି ନଥିଲେ। ସତ୍ସଙ୍ଗ ସମୟରେ ସ୍ୱୟଂ ଭଗବାନ ଶ୍ରୋତାମାନଙ୍କୁ ରକ୍ଷା କରିଥାନ୍ତି। ଅଚାନକରେ ହେମନ୍ତପନ୍ତ ଦୃଷ୍ଟି କାନ୍ଧରେ ପଡ଼ିଲା। ବିଛାଟିକୁ ସେ ଦେଖିଲେ। ପ୍ରାୟ ସେ ମୃତବତ୍ ଜଣାପଡ଼ୁଥିଲା। ବୋଧହୁଏ ଲତାର ପ୍ରେମରେ ସେ ଉଲ୍ଲୀନ ହୋଇପଡ଼ିଥିଲା। ହରି ଇଚ୍ଛା ମନେକରି ଶ୍ରୋତାମାନଙ୍କ ମଧ୍ୟରେ କୌଣସି ପ୍ରକାର ବିଗ୍ରହ ହେବାକୁ ନହେଲେ ହେମନ୍ତପନ୍ତ
ଧୋତିର 2 ଧାଡ଼ିରେ ବିଛାଟିକୁ ଧରିଲେ ଏବଂ ବିଛା କିଛି ବାଟ ଯାଇ ବଗିଚାରେ ଫିଙ୍ଗିଦେଲେ। ଅନ୍ୟ ଏକ ଘଟଣାରେ ଦିନେ ସନ୍ଧ୍ୟା ସମୟରେ କାକା ସାହେବ ୱାର୍ଡ଼ର ବାରଣ୍ଡାରେ ବସିଥାନ୍ତି। ଏହି ସମୟରେ ଗୋଟିଏ ସାପ ଝରକାରେ ଚୌଖାଟ ମଧ୍ୟରେ ଥିବା ଏକ ଛିଦ୍ର ଦେଇ ଭିତରକୁ ପଶି ଆସିଲା ଏବଂ କୁଣ୍ଡଳି କରି ବସି ରହିଲା। ଆଲୁଅ ଅଣାଯିବା ପରେ ପ୍ରଥମେ ସିଏ ସାମାନ୍ୟ ଚମକି ପଡ଼ିଲେ, କିନ୍ତୁ ପୁଣି ନୀରବରେ ବସି ରହିଲେ ଓ ଫଣା ହଲାଇବାକୁ ଲାଗିଲା। ବହୁ ଲୋକ ବାଡ଼ି ଓ କାଠ ଫାଳି ଆଣି ପହଞ୍ଚିଲେ, କିନ୍ତୁ ସାପଟି ଏକ ସୁରକ୍ଷିତ ସ୍ଥାନରେ ବସିଥିଲା, ଯେଉଁଠି କାହାର ପ୍ରହାରରେ କୌଣସି ପ୍ରଭାବ ପଡ଼ୁନଥିଲା। କିଛି ସମୟ ଧରି ଲୋକମାନଙ୍କର ସେ ହଲ୍ଲା ମଧ୍ୟରେ ସେଇ ଛିଦ୍ର ଭିତରେ ସାପଟି ଅଦୃଶ୍ୟ ହୋଇଗଲା। ଏହାପରେ ସମସ୍ତଙ୍କ ମନ ଅସ୍ୱସ୍ଥ ହେଲା। ସେଠାରେ ଉପସ୍ଥିତ ଜଣେ ଭକ୍ତ ମୁକ୍ତିରାମ କହିଲେ, ଯାହା ହେଉ ଗୋଟିଏ ଜୀବନ ତ ପାଇଗଲା, ରକ୍ଷା ପାଇଗଲା। ହେମାଦପତ ତାଙ୍କୁ ଉପେକ୍ଷା କରି କହିଲେ, ସାପଟିକୁ ମାରିଦେବା ଉଚିତ। ଏହି କଥାକୁ ନେଇ 2 ଜଣଙ୍କ ମଧ୍ୟରେ ବିବାଦ ଦେଖାଦେଲା। ଜଣକର ମତ ଥିଲା ସେ ସାପ ତଥା ସେହିପରି ଜୀବଜନ୍ତୁକୁ ମାରିଦେବା ଉଚିତ, କିନ୍ତୁ ଅନ୍ୟ ଜଣକର ମତ ଏହାର ବିପରୀତ ଥିଲା। ରାତି ଅଧିକ ହେବାରୁ କୌଣସି ନିଷ୍କର୍ଷ ନ ପଡ଼ି ସେମାନଙ୍କ ବିବାଦ ସେଇଠି ରଖିଲେ। ପରଦିନ ବାବାଙ୍କ ସମ୍ମୁଖରେ ଏହି ପ୍ରଶ୍ନ ନିଆଗଲା। ବାବା କହିଲେ, ସମସ୍ତ ଜୀବ ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଈଶ୍ୱର ବାସ କରନ୍ତି। ତାହା ସାପ ହେଉ କିମ୍ବା ବିଛା ହେଉ, ସେ ହିଁ ଏହି ବିଶ୍ୱର ନିୟନ୍ତ୍ରଣକାରୀ କର୍ତ୍ତା ଏବଂ ସମସ୍ତ ପ୍ରାଣୀ, ସାପ, ବିଛା ଇତ୍ୟାଦି ତାଙ୍କର ଆଦେଶ ହିଁ ପାଳନ କରନ୍ତି। ତାଙ୍କର ଇଚ୍ଛା ବିନା କିଏ ଅନ୍ୟର କ୍ଷତି କରିପାରେ ନାହିଁ। ସମସ୍ତ ବିଶ୍ୱ ତାଙ୍କର ଅଧୀନ ଓ କେହି ସ୍ୱାଧୀନ ନୁହନ୍ତି। ଏଥିପାଇଁ ସମସ୍ତଙ୍କ ପ୍ରାଣୀ ପ୍ରତି ଦୟା ଏବଂ ସ୍ନେହ ପ୍ରଦର୍ଶନ କରିବା ଉଚିତ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା, ସବସ୍କ୍ରାଇବ୍ ଓ ଲାଇକ୍ କରିବେ। ଓମ୍ ସାଇନାଥାୟ ନମଃ।